ଚଢ଼େଇ ଆଉ ତାର ସ୍ୱାମୀ ନିଜ ଘର ଅଗଣାରେ କିଛି ତରଭୁଜ ଗଛ ଲଗେଇଥିଲେ। ସେମାନେ ଗଛ ଗୁଡ଼ିକର ବହୁତ ଭଲ ଯତ୍ନ ନେଉଥିଲେ। ଏତେ ଯତ୍ନ ନେଲା ପରେ ବି ତରଭୁଜ ଗଛ ଗୁଡ଼ିକରେ ଗୋଟେ ବି ଫଳ ହେଲାନି। ଆରେ ରେନୁ, ଏ ଗଛ ଗୁଡାକୁ ଆଉ ରଖିବାନି, ଆଜି ହିଁ କାଟିଦେବା। ଫଳ ତ ହେଉନି, ଖାଲି ଜାଗା ଦଖଲ କରି ରହିଛି। ଆରେ ଟିକେ ଧୈର୍ଯ୍ୟ ଧର, ଆଜି ନହେଲେ କ'ଣ ହେଲା, କାଲି ନିଶ୍ଚୟ ତରଭୁଜ ଫଳିବ। ଆଉ ତା ଛଡ଼ା ତୁମେ ତ ଜାଣ ମତେ ଗଛ ଲଗେଇବାକୁ କେତେ ଭଲ ଲାଗେ। ଦେଖିବ ଦିନେ ଦିନେ ମୋ ତରଭୁଜ ଗଛରେ ଅନେକ ତରଭୁଜ ଫଳିବ, ଆଉ ମୁଁ ସେ ତରଭୁଜ ବିକ୍ରି କରି ଅନେକ ଟଙ୍କା ପାଇବି। ତୁମେ ମତେ ଆଉ ଗଛ କାଟିବାକୁ କହିବନି, ବୁଝିଲ? ତୋ ସହ ମୁଁ କଥାରେ ଜିତି ପାରିବିନି। ତତେ ଯାହା ଠିକ ଲାଗୁଛି ତୁ କର। ଆରେ ଆରେ ପାଣି ତ ସରିଗଲା, ଯାଏ ନଦୀରୁ ପାଣି ନେଇ ଆସେ, ତାପରେ ମୁଁ ଗଛ ଗୁଡ଼ିକରେ ପାଣି ଦେବି। ଆରେ କାଉ ଭଉଣୀ, ମିଟୁ ଭଉଣୀ, ତୁମେ ମାନେ ବି ନଦୀକୁ ପାଣି ନେବା ପାଇଁ ଆସିଛ? ମୁଁ ଏବେ ତୁମ ପରିବା ଜମି ଦେଇ ଆସିଲି। ତୁମର ତ ବହୁତ ଭଲ ପରିବା ଚାଷ ହେଇଛି। ଭଲ ହେବନି କେମିତି? ଆମେ କ'ଣ ତୋ ଭଳି ଫଳ ହେଉନଥିବା ଗଛ ଗୁଡ଼ିକର ଯତ୍ନ ନେଉଛୁ କି? ଆମେ ସାରା ଦିନ ଆମ ଜମିରେ ରହି ଗଛ ଗୁଡ଼ିକର ଯତ୍ନ ନେଉ ବୋଲି ଏମିତି ଭଲ ଫଳ ହେଇଛି। ଏମିତି ସେମାନେ ହସି ହସି ସେଠାରୁ ଚାଲିଗଲେ। ତାଙ୍କ କଥା ଶୁଣି ଚଢ଼େଇର ମନ ଦୁଃଖ ହେଇଗଲା। ସମସ୍ତେ ମତେ ବୁଝୁନାହାନ୍ତି କାହିଁକି କେଜାଣି? କ'ଣ ଖାଲି ଫଳ ଗଛ ପାଇଁ ହିଁ ଗଛର ଯତ୍ନ ନିଆଯାଏ? ମତେ ଗଛ ଲତା ଭାରି ଭଲ ଲାଗେ, ସେଥିପାଇଁ ମୁଁ ଗଛ ଗୁଡ଼ିକର ଯତ୍ନ ନିଏ। ଏ କଥା ମୁଁ କେମିତି ସମସ୍ତଙ୍କୁ ବୁଝେଇବି କେଜାଣି? ଚଢ଼େଇ କାହା କଥା ନ ଶୁଣି ପାଣି ନେଇ ତା ବଗିଚାକୁ ଗଲା, ଆଉ ଗଛ ମାନଙ୍କରେ ପାଣି ଦେଲା। ଏମିତି କିଛି ଦିନ ପରେ ଗଛରେ ଗୋଟିଏ ମାତ୍ର ତରଭୁଜ ଫଳିଲା। ତୁ ଏତେ ଦିନ ଅପେକ୍ଷା କଲୁ, ଗଛ ଗୁଡ଼ିକର ଅନେକ ଯତ୍ନ ବି ନେଲୁ, କ'ଣ ଏଇ ଗୋଟିଏ ତରଭୁଜ ପାଇଁ? ତୁ ଏବେ ଯାହା କହିଲେ ବି ମୁଁ ଏ ଗଛ ଗୁଡ଼ାକୁ ରଖିବିନି। କାଲି ହିଁ ମୁଁ ସବୁ ଗଛ କାଟିଦେବି। ମୋ ସ୍ୱାମୀ ଯେମିତି ରାଗିଛନ୍ତି, ମୁଁ ଏ ଗଛ ମାନଙ୍କୁ ଆଉ ବଞ୍ଚେଇ ପାରିବିନି। ଏ ବଡ଼ ତରଭୁଜକୁ ନଷ୍ଟ କରିବା ଅପେକ୍ଷା ମୁଁ ଏ ତରଭୁଜରେ ଗୋଟେ ଘର କରିନିଏ, କିଛି ନହେଲେ ସେ ଘରେ ରହି ତ ହେବ। ଏମିତି କହି ଚଢ଼େଇ ସାରା ଦିନ ପରିଶ୍ରମ କରି ତରଭୁଜରେ ଏକ ସୁନ୍ଦର ଘର ତିଆରି କରିଦେଲା। ଆରେ ତୁ ଏ କ'ଣ ପାଗଳାମି କରୁଛୁ? ଏ ଘରେ କ'ଣ ରହିହେବ? ତୁମେ ଏମିତି କାହିଁକି କହୁଛ? ଘରଟି ବହୁତ ସୁନ୍ଦର ହେଇଛି, ଭିତରେ ମୁଁ ସବୁ ପ୍ରକାରର ଜିନିଷ ବି ରଖିଦେଇଛି। ଏ ଘରେ ଆମ ରହିବାର କିଛି ଅସୁବିଧା ହେବନି। ଏ ଘରକୁ ଦେଖିଲେ ସମସ୍ତେ ଆମ ଉପରେ ହସିବେ। ମୁଁ ଭଙ୍ଗା ଘରେ ରହିବି ପଛେ, ତୋର ତରଭୁଜ ଘରେ ରହିବିନି। ନ ରୁହ, ମୁଁ ମୋ ତରଭୁଜ ଘରେ ଏକା ହିଁ ରହିବି। ଚଢ଼େଇ ଏକା ହିଁ ତା ତରଭୁଜ ଘରେ ରହିଲା। ଚଢ଼େଇର ତରଭୁଜ ଘର ଦେଖି ଅନ୍ୟମାନେ ତାର ବହୁତ ମଜା ଉଡ଼ଉଥିଲେ। ଏମିତି କିଛି ଦିନ ବିତିଗଲା। ଦିନେ ଜଙ୍ଗଲରେ ବର୍ଷା ଆରମ୍ଭ ହେଇଗଲା। ଜୋର ଜୋରେ ପବନ ବହିଲା। ସେଇ ପବନରେ ଗଡ଼ି ଗଡ଼ି ତରଭୁଜ ଘର ଆଗକୁ ଗଲା। ଏ କ'ଣ ହେଉଛି? ମୋ ଘରଟି ଏମିତି ଗଡ଼ୁଛି କାହିଁକି? ଏବେ ମୁଁ କେମିତି ବାହାରିବି? ତରଭୁଜ ଘର ଗଡ଼ି ଗଡ଼ି ଏକ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲା। ସେପଟେ ଝଡ଼ ବାତ୍ୟା ପାଇଁ ଅନ୍ୟ ଚଢ଼େଇ ମାନଙ୍କର ବି ଘର ଭାଙ୍ଗିଗଲା। ସମସ୍ତେ ଆଶ୍ରୟ ପାଇଁ ଏକ ସୁରକ୍ଷିତ ଜାଗା ଖୋଜିବାକୁ ଚାଲିଗଲେ। ସକାଳ ହେଲା ପରେ ବର୍ଷା ଛାଡ଼ିଗଲା। ତରଭୁଜ ଘର ପାଖ ଦେଇ ଏକ ବାଘ ଯାଉଥିଲା। ଏମିତି ଏକ ଅଦ୍ଭୁତ ଘର ଦେଖି ବାଘ ସେ ପାଖକୁ ଗଲା। ଆରେ ମତେ କ'ଣ ପକ୍ଷୀର ବାସ୍ନା ଆସୁଛି? ନିଶ୍ଚୟ ଏ ଘର ଭିତରେ କୋଉ ପକ୍ଷୀ ଅଛି। ଏବେ ମୁଁ ସେ ପକ୍ଷୀକୁ ଖାଇବି, ଆଉ ତରଭୁଜ ଘରେ ରହିବି। ଇଏ ତ ଗୋଟେ ବାଘ। ଏ ବାଘ ତ ଏବେ ମତେ ଖାଇଦେବ। ଘର ଭିତରେ ରହିଲେ ବି ବିପଦ, ବାହାରକୁ ଗଲେ ବି ବିପଦ। ଏବେ ମୁଁ କ'ଣ କରିବି? କେମିତି ଏ ବାଘ ପାଖରୁ ରକ୍ଷା ପାଇବି? ଏମିତି ଚଢ଼େଇ ଏକ ଉପାୟ ଚିନ୍ତା କଲା, ଆଉ ପିଶାଚି ପରେ ଜୋର ଜୋରେ ହସିଲା। ହା ହା ହା, ଏତେ ସମୟ ପରେ ଯାଇ ଗୋଟେ ଜନ୍ତୁ ଖାଇବାକୁ ମିଳିବ। ମୁଁ ଆଜି ଏ ବାଘକୁ ପେଟ ପୁରା ଖାଇବି। ଥରେ ଖାଲି ମୁଁ ବାହାରକୁ ଯାଏ। ତରଭୁଜ ଘର ଭିତରୁ ଏମିତି ପିଶାଚିର ସ୍ୱର ଶୁଣି ବାଘ ଅନେକ ଡରିଗଲା, ଆଉ ତୁରନ୍ତ ସେ ଜାଗା ଛାଡ଼ି ଚାଲିଗଲା।
ଏସବୁ ଦେଖି ତ ଚଢ଼େଇ ଖୁବ୍ ହସିଲା। ଠିକ୍ ସେହି ସମୟରେ ଦୁଇଟି ସିପାହୀ ସେ ରାସ୍ତାରେ ଯାଉଥିଲେ। ତରଭୁଜ ଘରକୁ ଦେଖି ସେମାନେ ବି ସେ ଘର ପାଖକୁ ଗଲେ। ଆରେ ଏ ଜଙ୍ଗଲ ଭିତରେ ଏମିତି ଗୋଟେ ଅଦ୍ଭୁତ ଘରକୁ କିଏ ତିଆରି କରିଛି? ଚାଲେ ଆମେ ଏ ଘରକୁ ନେଇ ରାଜାଙ୍କ ପାଖକୁ ଯିବା ଆଉ ରାଜାଙ୍କୁ ଦେଖେଇବା। ଆରେ ଆରେ ଗୋଟେ ବିପଦ ଯାଉ ଯାଉ ଆଉ ଗୋଟେ ବିପଦ ଆସିଗଲା। ଏମାନେ ମତେ କୋଉଠିକି ନେଉଛନ୍ତି? ମୁଁ ଏବେ ବାହାରକୁ ଯିବି ନା ନାଇଁ? ଚଢ଼େଇ ଏପରି ଚିନ୍ତା କରୁଥିଲା। ସେପଟେ ଦୁଇ ସିପାହୀ ତରଭୁଜ ଘରକୁ ନେଇ ରାଜାଙ୍କୁ ଦେଖେଇଲେ ଆଉ ସବୁ କଥା କହିଲେ। ଆରେ ବାଃ, ଏ ତରଭୁଜ ଘରଟି ଅନେକ ସୁନ୍ଦର ହେଇଛି। ଯାଅ ଏ ତରଭୁଜ ଘରକୁ ଆମ ବଗିଚାରେ ରଖିଦିଅ। ଏମିତି ଶୁଣି ଚଢ଼େଇ ତରଭୁଜ ଘର ଭିତରୁ ବାହାରି ଆସିଲା ଆଉ ରାଜା ଚିଲକୁ ସବୁ ଘଟଣା କହିଲା। ଚଢ଼େଇ, ମୁଁ ଏ ଘର କିଣିବାକୁ ଚାହୁଁଛି। ଏ ଘର ବଦଳରେ ମୁଁ ତତେ 1000ଟି ସ୍ୱର୍ଣ୍ଣ ମୁଦ୍ରା ଦେବି। ତୁ କଣ ମତେ ଏ ଘର ବିକିବୁ? ଚଢ଼େଇ ବି ଏକଥାରେ ରାଜି ହେଇଗଲା। ରାଜା ଚଢ଼େଇକୁ 1000ଟି ସ୍ୱର୍ଣ୍ଣ ମୁଦ୍ରା ଦେଲେ। ଚଢ଼େଇ ରାଜାରାଣୀଙ୍କୁ ଧନ୍ୟବାଦ ଜଣାଇ ସେ ସୁନା ଟଙ୍କା ନେଇ ନିଜ ଜଙ୍ଗଲକୁ ଫେରୁଥିଲା। ରାସ୍ତାରେ ସେ 3ଟି ସୁନା ଘର ଭିତରୁ କିଛି ଚଢ଼େଇଙ୍କ ସ୍ୱର ଶୁଣି ଅଟକି ଗଲା। ଆରେ ଜଙ୍ଗଲ ଭିତରେ ଏମିତି ଅଦ୍ଭୁତ ଘର କିଏ ତିଆରି କରିଛି? ଏ ଘର ଭିତରୁ ଏମିତି ଚିତ୍କାର କାହିଁକି ଶୁଭୁଛି? ନିଶ୍ଚୟ କେହି ବିପଦରେ ପଡ଼ିଛି। ମୁଁ ଏ ଘର ପାଖକୁ ଯାଏ। ଏମିତି ଚିନ୍ତା କରି ଚଢ଼େଇ ସେ 3 ଘର ପାଖକୁ ଗଲା ଆଉ କବାଟ ଖୋଲିବାକୁ ଚେଷ୍ଟା କଲା, ହେଲେ ସେ ପାରିଲାନି। ଘର ଭିତରେ କିଏ ଅଛ? ଆଉ ଏ ଘର ଖୋଲୁନି କାହିଁକି? ଆରେ ଚଢ଼େଇ, ଆମକୁ ବଞ୍ଚା, ଆମେ ଘରେ ବନ୍ଦୀ ହେଇ ଅଛୁ। ରେନୁ, ତୁ ବାହାରେ ଅଛୁ, ଆମକୁ ରକ୍ଷା କର। ଏ କଣ, ତମେ ବି ଘର ଭିତରେ ଅଛ? ହେଲେ ତମେ ସମସ୍ତେ ଏ ଘର ଭିତରେ ବନ୍ଦୀ କେମିତି ହେଲ? ଆମେ ଆଶ୍ରୟ ପାଇଁ ଏଠାକୁ ଆସିଥିଲୁ। 3 ସୁନା ଘରକୁ ଖାଲି ଦେଖି ଏ ସବୁ ଘର ଭିତରକୁ ଚାଲି ଆସିଲୁ ଆଉ ତାପରେ ଏ ଘରେ ବନ୍ଦୀ ହେଇଗଲୁ। ଯେତେ ଚେଷ୍ଟା କଲେ ବି ଆମେ ଏ ଘର ଭିତରୁ ବାହାରି ପାରୁନୁ। ମତେ ଲାଗୁଛି ଏ ଘର ସବୁ ସାଧାରଣ ଘର ନୁହଁ। ନିଶ୍ଚୟ ଏ ଘର ଭିତରେ କିଛି ଅଦ୍ଭୁତ ଶକ୍ତି ଅଛି। ମୁଁ ଏବେ ତାନ୍ତ୍ରିକ ମାଙ୍କ ପାଖକୁ ଯାଉଛି। ସେ ନିଶ୍ଚୟ ସମସ୍ୟାର ସମାଧାନ କରିପାରିବେ। ଏମିତି କହି ଚଢ଼େଇ ଶୀଘ୍ର ଗୋଟେ ତାନ୍ତ୍ରିକ ଚଢ଼େଇ ପାଖକୁ ଗଲା ଆଉ ତାକୁ ସବୁ ଘଟଣା କହି ସାହାଯ୍ୟ ମାଗିଲା। ସେ 3 ଘର ଅଭିଶପ୍ତ। ସେ ଘର ଭିତରକୁ ଯିଏ ବି ଯାଏ ସେ ଆଉ ବାହାରି ପାରେନି। ତୁ ଏ ଗଙ୍ଗାଜଳ ନେ। ଏ ଗଙ୍ଗାଜଳ 3 ଘରେ ଛିଞ୍ଚି ଦେବୁ। ଘରର କବାଟ ଆପେ ଆପେ ଖୋଲିଯିବ। ସମସ୍ତେ ବାହାରକୁ ଆସିଯିବେ। ତାପରେ ତମେମାନେ ନିଜ ନିଜ ଜଙ୍ଗଲକୁ ଯାଇପାରିବ। ମୁଁ ଖୁବ୍ ଶୀଘ୍ର ସେ 3 ଘରର ବ୍ୟବସ୍ଥା କରିବି, ଯେମିତି ସେ 3 ଘର ଆଉ କାହାର ବି କ୍ଷତି କରିପାରିବେନି। ତାପରେ ଚଢ଼େଇ ଗଙ୍ଗା ଜଳ ଧରି ଶୀଘ୍ର 3 ଘର ପାଖକୁ ଗଲା ଆଉ ସେ ଚଢ଼େଇମାନଙ୍କୁ ମୁକ୍ତ କଲା। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ଆଜି ତୋ ପାଇଁ ହିଁ ଆମେ ମୁକ୍ତ ହେଇପାରିଲୁ। ହେଲେ ତୁ ଏଠି କଣ କରୁଥିଲୁ? ଚଢ଼େଇ ସମସ୍ତଙ୍କୁ ସବୁ ଘଟଣା କହିଲା। ତମେ ସମସ୍ତେ ଚିନ୍ତା କରନି। ରାଜା ମତେ ତରଭୁଜ ଘର ବଦଳରେ ଅନେକ ସୁନା ଟଙ୍କା ଦେଇଛନ୍ତି। ଆମେ ସେ ସୁନା ଟଙ୍କାରେ ନିଜ ନିଜ ଘର ମରାମତି କରିନେବା। ଏଠି ବେଶୀ ସମୟ ରହିବା ଠିକ ହେବନି। ଚାଲ ଏବେ ନିଜ ଜଙ୍ଗଲକୁ ଫେରିଯିବା। ଚଢ଼େଇ, ତୁ ଆମକୁ ସାହାଯ୍ୟ କରୁଛୁ। ଦିନେ ତୋର ତରଭୁଜ ଘର ପାଇଁ ଆମେ ତୋର ଅନେକ ମଜା ଉଡେଇଥିଲୁ ଆଉ ତୁ ଆଜି ସେଇ ତରଭୁଜ ଘର ବିକା ଟଙ୍କା ଆମକୁ ଦେଉଛୁ। ସତରେ ତୁ ବହୁତ ଭଲ। ଆମ ବ୍ୟବହାର ପାଇଁ ଆମକୁ କ୍ଷମା କରିଦେ ଚଢ଼େଇ। ଆମେ ତୋର ଏହି ଉପକାର କେବେ ଭୁଲିବୁନି। ଏମିତି ସବୁ ଚଢ଼େଇ ଜଙ୍ଗଲକୁ ଫେରିଗଲେ ଆଉ ସମସ୍ତେ ମିଳିମିଶି ନିଜ ନିଜ ଘରକୁ ମରାମତି କରି ରହିଲେ। ଆରେ ଚିକେ, କାଲି ନା ମୋ ବାପା 2ଟା ଗୁଡ଼ି ଆଣିଛନ୍ତି। ଚାଲ ଆମେ ଗୁଡ଼ି ଉଡେଇବା। ବା କୁନି, ତ ଗୁଡ଼ି 2ଟା ଭାରି ସୁନ୍ଦର ହେଇଛି। ଆମ ଜଙ୍ଗଲ ପାଖରେ ଗୋଟେ ଖାଲି ପଡ଼ିଆ ଅଛି। ଚାଲେ ଆମେ ସେଇଠି ଗୁଡ଼ି ଉଡେଇବା। ଏମିତି କଥା ହେଇ ସେ 2 ସାଙ୍ଗ ଖୋଲା ପଡ଼ିଆରେ ଯାଇ ଗୁଡ଼ି ଉଡେଇଲେ। ହଠାତ୍ ସେହି ସମୟରେ ଜୋରେ ପବନ ବହିଲା ଆଉ ସେମାନଙ୍କ ଗୁଡ଼ି ଉଡ଼ି ଅନେକ ଦୂରକୁ ଚାଲିଗଲା। କଣ ହେଇଗଲା? ମୋ ବାପା କେତେ ଖୁସିରେ ମୋ ପାଇଁ ଗୁଡ଼ି ଆଣିଥିଲେ। ମନ ଦୁଃଖ କରନି କୁନି,
ଚାଲ ଆମେ ତ ଗୁଡ଼ି ଖୋଜିବାକୁ ଯିବା। ନିଶ୍ଚୟ ଆଖପାଖରେ ତ ଗୁଡ଼ି ପଡ଼ିଥିବ। ତାପରେ ସେ ଦୁଇ ଜଣ ମିଶି ଜଙ୍ଗଲ ସାରା ବୁଲି ବୁଲି ଗୁଡ଼ି ଖୋଜିଲେ, ହେଲେ କୋଉଠି ବି ପାଇଲେନି। ଆରେ କୁନି, ଏତେ ଜାଗା ଖୋଜିଲେଣି ହେଲେ କୋଉଠି ବି ତ ଗୁଡ଼ି ପାଇଲେନି। ଘରକୁ ଗଲେ ତ ବାପାଙ୍କୁ ସବୁ କଥା କହିଦେବୁ, ସେ ତ ଉପରେ ଜମା ବି ରାଗିବେନି। ଚାଲେ ବି ଘରକୁ ଯିବା। ଆରେ ଚିକି, ସେପଟେ ଦେଖେ, ପାଣି ଭିତରେ ଗୋଟେ ଫୁଲ ଗଛ ଅଛି। ହେଲେ ଗଛରେ ଗୋଟେ ହିଁ ଫୁଲ କାହିଁକି ଫୁଟିଛି? ଫୁଲଟି ଦେଖିବାକୁ କେତେ ସୁନ୍ଦର ହେଇଛି ନା? ଚିକି ଟିକେ ଅପେକ୍ଷା କର, ମୁଁ ଏବେ ଫୁଲ ତୋଳି ଆଣେ, ତାପରେ ଆମେ ଘରକୁ ଯିବା। ଏମିତି କହି କୁନି ଫୁଲ ତୋଳିବାକୁ ଗଲା। ସେତେବେଳେ ଚିକି ତାକୁ କହିଲା, ଆରେ କୁନି, ସେପଟେ ଯାନି, ତୁ ଯଦି ପାଣିରେ ପଡ଼ିଯିବୁ ନା ତୁ ବୁଡ଼ିଯିବୁ। ନା ନା ଚିକି, ଭୟ କରନି, ମୋର କିଛି ବି ହେବନି। ମୁଁ ଏବେ ଫୁଲ ତୋଳି ତ ପାଖକୁ ଯାଉଛି। ଏଇ ଦେଖେ, ମୋର କିଛି ବି ହେଲାନି। ମୋ ମାଙ୍କୁ ଫୁଲ ଭାରି ଭଲ ଲାଗେ, ସେଥିପାଇଁ ମୁଁ ଏ ଫୁଲ ତୋଳିକି ଆଣିଲି। ମା ନୂଆ ଫୁଲ ଦେଖିଲେ ଭାରି ଖୁସି ହେଇଯିବେ। ଚାଲେ ଏବେ ଘରକୁ ଯିବା। ଆରେ ମା, ହାତରେ ଏଇଟା ତୁ କଣ ଧରିଛୁ? ଏଇଟା ତ ଗୋଟେ ଫୁଲ। ଏ ଫୁଲ ତୁ କୋଉଠୁ ଆଣିଲୁ? କୁନି ତାର ମାକୁ ସବୁ ଘଟଣା କହିଲା। ଓ ଆଚ୍ଛା, ସତରେ ଫୁଲଟି ଭାରି ସୁନ୍ଦର ହେଇଛି। ମତେ ସେ ଫୁଲଟା ଦେ, ମୁଁ ପାଣିରେ ରଖିଦେବି। ଫୁଲ ଅନେକ ଦିନ ଯାଏ ସତେଜ ରହିବ। ତୁ ଯା ହାତ ମୁହଁ ଧୋଇ ଆସିବୁ, ମୁଁ ଖାଇବା ପାରୁଛି ଖାଇନେବୁ। ଆଚ୍ଛା ଠିକ ଅଛି ମା, ଏଇ ନିଅ। ଏଇ କଣ, ମୁଁ ମୋ ଝିଅକୁ ଦେଖିବାକୁ ପାଉନି କଣ ପାଇଁ? ମୁଁ ଟିକେ ଶୋଇ ପଡ଼ିଥିଲି, ସେଇ ଭିତରେ ମୋ ଝିଅ କୁଆଡେ ଚାଲିଗଲା? ତୁ କାହା କଥା କହୁଛୁ ଗଛ? ତୋ ପାଖରେ ଯୋଉ ଲାଲ ଫୁଲ ଥିଲା, ସେ କଣ ତୋ ଝିଅ? ହଁ, ସେଇ ଫୁଲ ମୋ ଝିଅ। ଗୋଟେ ଛୋଟ ଚଢ଼େଇ ଛୁଆ ଆସି ସେ ଫୁଲ ତୋଳି ନେଇ ଯାଇଛି। ଏସବୁ ତୁମେ କଣ କହୁଛ? ତୁମେ କଣ ଜାଣିଛ ସେ ଚଢ଼େଇ ଛୁଆ କୋଉ ପଟେ ଯାଇଛି? ଦୟାକରି ମତେ କୁହ। ମୁଁ ଜାଣିନି ସେ ଚଢ଼େଇ ଛୁଆ କୋଉଠି ରୁହେ। ସେଇ ପୂର୍ବ ଦିଗରେ ଉଡ଼ିଗଲା, ମୁଁ କେବଳ ସେତିକି ଦେଖିଛି। ଏବେ ମୁଁ ମୋ ଝିଅକୁ କେମିତି ପାଇବି? ମୋ ଝିଅ ବିନା ମୁଁ ବଞ୍ଚି ପାରିବିନି। ସେ ଗଛ ଏମିତି କହି କହି କାନ୍ଦୁଥିଲା। ସେତେବେଳେ ଗୋଟେ ପ୍ରଜାପତି ସେ ଦୁଇ ଗଛଙ୍କ ସବୁ କଥା ଶୁଣି ତାଙ୍କ ପାଖକୁ ଆସିଲା। ଆରେ ଗଛ, ତୁମେ ଆଉ କାନ୍ଦନି, ମୁଁ ସେ ଚଢ଼େଇ ଛୁଆର ଘର ଦେଖିଛି। ସତ କହୁଛୁ ପ୍ରଜାପତି, ମତେ ଟିକେ ସାହାଯ୍ୟ କର। ତୁ ଯଦି ମତେ ସାହାଯ୍ୟ କରିବୁ, ମୁଁ ପୁଣି ଥରେ ମୋ ଝିଅକୁ ଫେରି ପାଇବି। ହଁ ହଁ, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। କୁହ, ମୁଁ କଣ କରିବି? ମୁଁ ତତେ ଗୋଟେ ମଞ୍ଜି ଦେଉଛି, ତୁ ସେ ମଞ୍ଜି ନେଇ ଚଢ଼େଇ ଛୁଆ ଘର ବାହାରେ ପକେଇ ଦେ। ସେ ମଞ୍ଜି ଦ୍ୱାରା ମୁଁ ମୋ ଝିଅ ପାଖରେ ପହଞ୍ଚି ପାରିବି। ଓ ଆଚ୍ଛା, ତେବେ ଠିକ ଅଛି, ମତେ ମଞ୍ଜି ଦିଅ, ମୁଁ ଏବେ ସେ ଚଢ଼େଇ ଛୁଆର ଘରକୁ ଯିବି। ଗଛ ପ୍ରଜାପତିକୁ ମଞ୍ଜି ଦେଲା। ପ୍ରଜାପତି ସେ ମଞ୍ଜି ନେଇ ଚଢ଼େଇ ଛୁଆର ଘର ବାହାରେ ପକେଇ ଦେଇ ଚାଲିଗଲା। ସଙ୍ଗେ ସଙ୍ଗେ ହିଁ ମଞ୍ଜିରୁ ଗୋଟେ ବଡ଼ ଗଛ ବାହାରିଲା। ଏଇ କଣ, ଆଗରୁ ତ ଏଠି ଗଛ ନଥିଲା, ହଠାତ୍ ଏତେ ବଡ଼ ଗଛ ଏଠାକୁ କେମିତି ଆସିଲା? କୁନି, ମା କୁନି, ଶୀଘ୍ର ବାହାରକୁ ଆସେ। କଣ ହେଲା ମା, ମତେ ଡାକିଲ? ଏଇ କଣ, ଏଇଟା ତ ସେଇ ପାଣିରେ ଥିବା ଗଛ, ଯୋଉ ଗଛର ଫୁଲ ମୁଁ ଆଣିଥିଲି। ଏଇ ତ ଝରକା ପଟୁ ମୁଁ ମୋ ଝିଅକୁ ଦେଖିପାରୁଛି। ଯେମିତି ବି ହେଉ ମୋ ଝିଅକୁ ମୁଁ ଏଠୁ ନେଇଯିବି। ମା, ତୁମେ ଗଛ ପାଇଁ ଆଉ ଚିନ୍ତା କରନି, ଭଲ ହେଇଛି ଆମ ଘର ବାହାରେ ଫୁଲ ଗଛ ହେଇଛି। ଏବେ ଆମେ ପ୍ରତ୍ୟେକ ଦିନ ଏ ଗଛରୁ ସୁନ୍ଦର ସୁନ୍ଦର ଫୁଲ ପାଇବା। ହଁ ରେ ମା, ତୁ ଠିକ କହିଲୁ। ଚାଲ ଏବେ ଘର ଭିତରକୁ। ଏଇ ତ ଚଢ଼େଇ ମାନେ ଏଠୁ ପଳେଇଲେ, ମୁଁ ଏବେ ଶୀଘ୍ର ମୋ ଝିଅକୁ ନେଇ ଏଠୁ ପଳାଏ। ଏମିତି କହି ଗଛ ତାର ଲଟାକୁ ଝରକା ପଟେ ବଢ଼େଇ ଫୁଲକୁ ନିଜ ପାଖକୁ ନେଇ ଆସିଲା। ଆଉ ତାପରେ ସେ ସେଠାରୁ ଚାଲିଗଲା। ଏ ସବୁ ଘଟଣା କୁନି ଦେଖୁଥିଲା। ସେ ଶୀଘ୍ର ବାହାରକୁ ଆସିଲା। ଏ ମୁଁ କଣ ଦେଖିଲି? ଗଛ ଫୁଲକୁ ନେଇ ଚାଲିଗଲା। ଏମିତି କଣ ସମ୍ଭବ? ସେ ଗଛ ଏବେ କୋଉଠିକି ଯାଇଥିବ? ମୁଁ ସେ ଜାଗାକୁ ଥରେ ଯାଇ ଦେଖେ, ସେଠି ସେ ଗଛ ଅଛି କି ନାହିଁ ଜାଣିପାରିବି। ଫୁଲ ଗଛ, ତୁ ଆସିଗଲୁ, ତୁ ତ ଝିଅକୁ ପାଇଲୁ। ହଁ, ମୁଁ ମୋ ଝିଅକୁ ନେଇ ଆସିଛି। ସେମାନେ ମୋ ଝିଅର କିଛି କ୍ଷତି କରିନଥିଲେ। ଭଲ ହେଲା, ମୁଁ ଠିକ ସମୟରେ ପହଞ୍ଚିଗଲି।
ମୋ ଝିଅକୁ ଗଛରେ ରଖିଦେଲେ ସେ ପୁଣି ମୋ ସହ କଥା ହେଇପାରିବ। ତାପରେ ଗଛ ଫୁଲକୁ ନିଜ ଡାଳରେ ଲଗେଇଦେଲା। ସଙ୍ଗେ ସଙ୍ଗେ ଫୁଲଟି କଥା କହିଲା, ମା ତୁମେ କୁଆଡେ ଯାଇଥିଲ? ଅନେକ ସମୟରେ ମୁଁ ତୁମକୁ ଦେଖିବାକୁ ପାଉନଥିଲି। ମୁଁ ଏଇଠି ଥିଲି ରେ ମା, ମୁଁ ଟିକେ ଶୋଇ ପଡିଥିଲି। ସେତେବେଳେ ଗୋଟେ ଚଢିଛୁ ଆସି ତତେ ମୋ ପାଖରୁ ନେଇ ଯାଇଥିଲା। ସେଥିପାଇଁ ତୁ ମତେ ଦେଖି ପାରିଲୁନି। ହେଲେ ତୁ ଆଉ ଭୟ କରନି, ମୁଁ ଏବେ ତ ପାଖରେ ଅଛି। ତତେ ଏବେ ମୋ ପାଖରୁ କେହି ନେଇ ପାରିବେନି। ମୁଁ ଯାହା ଭାବୁଥିଲି ଠିକ ଭାବୁଥିଲି। ଗଛ ଫୁଲକୁ ଧରି ନିଜ ଜାଗାକୁ ହିଁ ଚାଲି ଆସିଛି। ତୁ ଏଠାକୁ ପୁଣି କାହିଁକି ଆସିଛୁ? ଯା ଚାଲିଯା ଏଠୁ। ମୁଁ ତତେ ମୋ ଫୁଲ ଦେଇ ପାରିବିନି। ନା ମୁଁ ଫୁଲ ନେବିନି। ମୁଁ ଗୋଟେ କଥା ଜାଣିବା ପାଇଁ ତୁମ ପାଖକୁ ଆସିଛି। ତୁମେ ଫୁଲ ନେବା ପାଇଁ ଆମ ଘରକୁ କେମିତି ଆସିଲ? ଆଉ ସେ ଫୁଲ ତୁମ ପାଖରେ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାହିଁକି ନା ଏ ଫୁଲ ହେଉଛି ମୋ ଝିଅ। ତୁ ମୋ ଝିଅକୁ ମୋ ପାଖରୁ ନେଇ ଯାଇଥିଲୁ। କଣ ହେଲା? ସେ ଫୁଲ ତୁମ ଝିଅ? ଏସବୁ କେମିତି ସମ୍ଭବ? ଆମେ ଆଗରୁ ତୋ ଭଳି ଚଢିଥିଲୁ। ଏଇ ଜଙ୍ଗଲରେ ଆମ ଘର। ଦିନେ ଗୋଟେ ତାନ୍ତ୍ରିକ ଆମ ଘରକୁ ଆସିଲା। ସେ ମତେ ଖାଇବା ମାଗୁଥିଲା। ସେଦିନ ମୋ ମନ ଭଲ ନଥିଲା। ମୁଁ ରାଗିକି ତାକୁ ଘରୁ ବାହାର କରିଦେଲି। ସେ ତାନ୍ତ୍ରିକ ଆମକୁ ଅଭିଶାପ ଦେଲା। ତାରି ଅଭିଶାପ ଯୋଗୁଁ ମୁଁ ଗଛ ପାଲଟି ଗଲି। ଆଉ ମୋ ଝିଅ ଫୁଲ ହେଇଗଲା। ତା ମାନେ ତମେ ମାନେ ଆମ ପରି ଚଢେଇ ଗଛ ହେଇ ରହିବାକୁ ତୁମକୁ ଭାରି କଷ୍ଟ ଲାଗୁଥିବ ନା? ଚିନ୍ତା କରନି, ମୁଁ ତୁମକୁ ସାହାଯ୍ୟ କରିବି। କୁହ, କଣ କଲେ ତୁମେ ମାନେ ନିଜ ଅଭିଶାପରୁ ମୁକ୍ତ ହେଇପାରିବ? ତୁ ସତ କହୁଛୁ? ତୁ ଆମକୁ ସାହାଯ୍ୟ କରିବୁ? ଆମକୁ କେବଳ ତାନ୍ତ୍ରିକ ହିଁ ଅଭିଶାପରୁ ମୁକ୍ତ କରିପାରିବ। ସେ ତାନ୍ତ୍ରିକ ଘର ଏଇ ଜଙ୍ଗଲର ଶେଷ ମୁଣ୍ଡରେ। ମୋ ମା ସେ ତାନ୍ତ୍ରିକଙ୍କୁ ନିଶ୍ଚୟ ଚିହ୍ନିଥିବେ। ମୁଁ ଏବେ ଯାଉଛି ମୋ ମା ପାଖକୁ। ମୁଁ ତାଙ୍କୁ ସବୁ କଥା କହିବି। ତାପରେ ଚଢେଇ ଛୁଆ ଶୀଘ୍ର ତା ମା ପାଖକୁ ଗଲା। ଆଉ ତା ମାକୁ ସବୁ ଘଟଣା କହିଲା। ସବୁ ଶୁଣି ମା ଛୁଆ ତାନ୍ତ୍ରିକ ପାଖକୁ ଗଲେ। ମୁଁ ଜାଣେ ତମେ ମାନେ ମୋ ପାଖକୁ କଣ ପାଇଁ ଆସିଛ। ହେଲେ କେମିତି ତାନ୍ତ୍ରିକ ମା? ଆମେ ତୁମକୁ ଏଯାଏଁ ତ କିଛି ବି କହିନୁ। ମୁଁ ସବୁ ଜାଣେ। ସେ ଦୁଇ ମା ଛୁଆଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ହିଁ କିଛି ଦିନ ପାଇଁ ମୁଁ ତାଙ୍କୁ ଗଛ କରିଥିଲି। ସେମାନେ ଅନେକ କଷ୍ଟ ପାଇଲେଣି। ଏବେ ମୁଁ ତାଙ୍କୁ ମୁକ୍ତ କରିଦେବି। ଏଇ ଗଙ୍ଗା ଜଳ ନିଅ, ତାଙ୍କ ଉପରେ ପକେଇଦେବ। ସେମାନେ ମୁକ୍ତ ହେଇଯିବେ। ତାପରେ ମା ଚଢ଼େଇ ତାନ୍ତ୍ରିକ ପାଖରୁ ଗଙ୍ଗା ଜଳ ଆଣି ଫୁଲ ଗଛ ଉପରେ ପକେଇଦେଲା। ଯାହା ଫଳରେ ସେମାନେ ନିଜ ଅଭିଶାପରୁ ମୁକ୍ତ ହେଇ ନିଜ ରୂପ ଫେରି ପାଇଲେ। ଭଉଣୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ଆମେ ଅଭିଶାପରୁ ମୁକ୍ତ ହେଇପାରିଲୁ। ଆମେ ତୁମର ଏହି ଉପକାର କେବେ ବି ଭୁଲିବୁନି। ଆରେ ନା ମିଟୁ ଭଉଣୀ, ତୁମକୁ ଧନ୍ୟବାଦ ଦେବାକୁ ପଡିବନି। ଏବେ ତୁମେ ମାନେ ଘରକୁ ଯାଅ ଆଉ ଭଲରେ ରୁହ। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। ମା ଚଢ଼େଇ ଆଉ ତାର ଝିଅ ମିଟୁକୁ ସାହାଯ୍ୟ କରିପାରି ଅନେକ ଖୁସି ଥିଲେ।